समस्त अतिथि माने मंच अलंकृत करेंगे। बर्तमान मंच उद्घाटन करने पूर्व आमर उद्घाटन कार्य आरंभ हो। उद्घाटन करुछंती पूर्णचंद्र नायक। जय जगन्नाथ जगन्नाथ। समस्त अतिथि को आमंत्रण कर निज निज आसन अलंकृत करने। समस्त अतिथि मान को निमंत्रण करी प्रथम आम दीप प्रज्वलन करवा तापर आमर कार्यक्रम आरंभ करवा। हरि ओम संताकारं भुजगशयनो पद्मनाभो सुरेशं विश्वाधारं गगनसदृशं मेघवर्णो सुभागं लक्ष्मीकान्तं कमलनयनो चुग्रीविद्या ध्यानगम्यो वन्दे विष्णुभवयारो सर्वलोकैकनाथं कदाचित् कालन्दी तटपिपिन संगीत करेव मुदा वीरी नारी पदन कमला स्वाथ मधुपो रंभा शंभुरमा मरपति गणेशार्चित पदो जगन्नाथ स्वामी नयन पथगामी भव तुमे महाभूत स्थिरे कनकरुचिरौ नील शिखरे वसन प्रसादंतो सहज बलभद्रेण बलिना सुभद्रा मध्यस्थ सकल सुर सेवा जगन्नाथ स्वामी नयन पथगामी भव तुमे। जय जगन्नाथ जगन्नाथ। किंतु सम्मान्य मंचरे आसीथिबा समस्त को मोर सम्मान जणाऊँगी। जय जगन्नाथ। प्रभु अल्लारनाथ माँ ग्राम देवती पादुके ठाकुराणी माँ शांति दुर्गा माँ पादुके ग्राम देवती लो समस्ते डाकंती तोते पंचु पांडवंक मेलन हेउछि तोहर मंदिर आगे मालो तोहर मंदिर आगे केते तो ठाकुर आसंती मालो गाँ गाँ निमंत्रण बसंती तो चारि पाखरे मालो हुई सिना मेलन केते केते भक्त आसंती मालो पंचु पांडव दर्शन पाई आगत मुंडिया मारती मालो तोहर मंदिर ठेई मालो तोहर मंदिर ठेई। बड़ भाई गाँ ठाकुर तो बड़ गोपीनाथ सिना थानापति होइछंती सासपुर ईशान सरेलो सभापति सिना छेही बड़ भाई सिना जुजष्टि अटंती तापरे भीम अर्जुन नकुल सभा सान भाई सदेवे सिना सभा त सही करती मालो सभा त सही करती पांच भाई मातांकर नाम ना सिना अटे कुंती बरसक थरे मेलन हेउछि समस्ते हंती एकाठी मालो समस्ते हंती एकाठी पांच भाई गोटिए भारी जाना तटे द्रौपदी ब्रह्मगिरी माटी पलंक गाँरे ना अच्छी सेत बाली हर चंडी मालो सेत बाली हर चंडी चैत्र मासर 5 दिन रेल पंचु दल बोली ना सारा ओडिशा रे ना अच्छी ब्रह्मगिरी माटी गाँ मालो ब्रह्मगिरी माटी गाँ अणसर घरे प्रभु जगन्नाथ रहउछंती ओलार नाथंक पाखे सारा भारत रे ना अच्छी ब्रह्मगिरी गाँ गोटे मालो ब्रह्मगिरी गाँ गोटे
ଅଟେ। ବ୍ରହ୍ମଗିରି ଗାଁ ମଝି ସାହିରେ ମାଝି ତ ନାଟକ ହେବ। ତୁଇ ଯଦି ମା ସାହା ହୋଇ ବୁଲ ଏ ମଞ୍ଚ ନାଚି ଉଠିବ, ମାଲ ଏ ମଞ୍ଚ ନାଚି ଉଠିବ। ଶରଣ ଶକ୍ତି ତ ଦେବୁ ମା ତୁହି ପିଲାଙ୍କ କଣ୍ଠରେ ବସି, ପିଲାଙ୍କ କଣ୍ଠରେ ବସିଲେ ମାଲୋ ଏ ମଞ୍ଚ ଉଠିବ ହସି, ମାଲୋ ଏ ମଞ୍ଚ ଉଠିବ ହସି। କଳାକାର ପିଲା ସମସ୍ତେ ଅଟନ୍ତି ସମସ୍ତିଙ୍କର ତୁ ମା, ଦୋକାନୀ ପଣତ ଘୋଡ଼ାଇ ରଖିବୁ ସମସ୍ତିଙ୍କି ହେବୁ ସାହା, ମାଲୋ ସମସ୍ତିଙ୍କି ହେବୁ ସାହା। ଗାଁର ତ ଆଶା ଅଟଇ ମୁଇଲ ସାହା ତ ଭରସା ପାଇଁ, ତୋର ଆଶୀର୍ବାଦ ହୋଇଲେ ମାଲୋ ଗାଁରେ ଜିତିବି ମୁହିଁ। ପାଦୁକେଇ ତୋର ନାଁ ବ୍ରହ୍ମଗିରି ତୋର ଗାଁ, ଭଲରେ ଭଲରେ ନାଟକ ହେବ। ମା କୋଠି ପ୍ରାର୍ଥନା, ମାଲ ତତେ ତ କୋଠି ପ୍ରାର୍ଥନା। ତାର ତୃତୀୟ ବାର୍ଷିକ ଉତ୍ସବ ଅବସରରେ ଯେଉଁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଯାତ୍ରା ପରିବେଷଣ ହେବ, ଏ ଶୀତୁଆ ସନ୍ଧ୍ୟାରେ ଆମ ପାଖରେ ବରଣ୍ୟ ଅତିଥିମାନେ ଆସି ପହଞ୍ଚିଛନ୍ତି। ଆମ ପାଖରେ ଆଜି ଯିଏ ମଞ୍ଚକୁ ଉଦ୍ଘାଟନ କଲେ, ମୁଖ୍ୟ ଅତିଥି ଭାବରେ ଯିଏ ଆମ ପାଖରେ ଅଛନ୍ତି, ଆମ ସାହିର ଆମର ବଡ଼ ଭାଇ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ନାୟକ, ବରିଷ୍ଠ ଆଇନଜୀବୀ। ସ୍ୱତନ୍ତ୍ର ଅତିଥି ଭାବରେ ଆମ ପାଖରେ ଉପସ୍ଥିତ ଅଛନ୍ତି ଆମ ପଡ଼ୋଶୀ ଗାଁର ସ୍ୱର୍ଗତ ରାମଚନ୍ଦ୍ର ଦାସଙ୍କର ସୁପୁତ୍ର ଶ୍ରୀଯୁକ୍ତ ଶଶାଙ୍କ ଶେଖର ଦାସ। ସିଏ ଆଜି ସ୍ୱତନ୍ତ୍ର ଅତିଥି ଭାବରେ ଆମ ପାଖରେ ଉପସ୍ଥିତ ଅଛନ୍ତି। ଆମ ପାଖରେ ଉପସ୍ଥିତ ଅଛନ୍ତି ଆମ 28 ନମ୍ବର ଜୋନ୍ର ଜିଲ୍ଲା ପରିଷଦ ସଦସ୍ୟ, ବ୍ରହ୍ମଗିରି ଅଞ୍ଚଳରେ ଜଣେ ଜୁଣାଶୁଣା ରାଜନେତା ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ପରିଡ଼ା ମହୋଦୟ। ସେ ମହୋଦୟ ମଧ୍ୟ ଆମ ପାଖରେ ଉପସ୍ଥିତ ଅଛନ୍ତି। ଆମ ପାଖରେ ଉପସ୍ଥିତ ଅଛନ୍ତି ସମ୍ମାନିତ ଅତିଥି ଭାବରେ ଆମ ପଡ଼ୋଶୀ ବ୍ଲକର ବିଜେପିର ମଣ୍ଡଳ ସଭାପତି ପ୍ରଦୀପ କୁମାର ବେହେରା, ସେ ମହୋଦୟ ମଧ୍ୟ ଆମ ପାଖରେ ଉପସ୍ଥିତ ଅଛନ୍ତି। ଆମ ପାଖରେ ଉପସ୍ଥିତ ଅଛନ୍ତି ପୁରୀର ବରିଷ୍ଠ ଯୁବନେତା ଦୀପନଜ୍ୟୋତି କର ମହୋଦୟ, ସେ ମଧ୍ୟ ଆମ ପାଖରେ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଅଛନ୍ତି। ଆମ ପାଖରେ ଉପସ୍ଥିତ ଅଛନ୍ତି ରାହାଡ଼ମଲ ଗ୍ରାମ ପଞ୍ଚାୟତର ଯୁବନେତା ତୁଷାର ପ୍ରଧାନ, ସେ ମଧ୍ୟ ଆମ ପାଖରେ ଉପସ୍ଥିତ ଅଛନ୍ତି। ଆମ ପାଖରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଅଛନ୍ତି ଆମ ଅବିଭକ୍ତ ବ୍ରହ୍ମଗିରି ଗ୍ରାମ ପଞ୍ଚାୟତର ସରପଞ୍ଚ, ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ପ୍ରଧାନ। ଆମେ ଯାହାକୁ ବିଚିଏ ହେଇ ବୋଲି ଜାଣେ, ଯେତେବେଳେ ଆମ ପଞ୍ଚାୟତ 3ଟି ପଞ୍ଚାୟତ ବର୍ତ୍ତମାନ ହେଇଛି, ସେତେବେଳେ ଗୋଟିଏ ପଞ୍ଚାୟତ ଥିଲା। ଆଉ ସେ ମଧ୍ୟ ଆମ ପାଖରେ ଆଜି ଉପସ୍ଥିତ ଅଛନ୍ତି। ଆମ ପାଖରେ ଉପସ୍ଥିତ ଅଛନ୍ତି ରାଜକିଶୋର ପଲେଇ ମହୋଦୟ, ସେ ଜଣେ ବରିଷ୍ଠ ପୂର୍ବତନ ଶିକ୍ଷକ ଆଉ ବର୍ତ୍ତମାନ ସମାଜସେବାରେ ନିଜକୁ ନିୟୋଜିତ କରିଛନ୍ତି। ଆମ ପାଖରେ ଉପସ୍ଥିତ ଅଛନ୍ତି ପ୍ରଫୁଲ୍ଲ ଭାଇ, ଆମ ଗାଁ ପାଖର, ଆପଣମାନେ ସମସ୍ତେ ଜାଣିଛନ୍ତି, ସବୁବେଳେ ସମସ୍ତଙ୍କ ସାଙ୍ଗରେ ସେ ଥାନ୍ତି। ମୋର ଡାହାଣ ପାଖରେ ଯିଏ ଅଛନ୍ତି ପୂର୍ବତନ ସମିତି ସଭ୍ୟା, ବର୍ତ୍ତମାନ ଆତ୍ମା କମିଟିର ସଦସ୍ୟ ମମତା ନାୟକ ମହୋଦୟ, ସେ ମଧ୍ୟ ଆମ ପାଖରେ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଅଛନ୍ତି। ଆମ ପାଖରେ ଉପସ୍ଥିତ ଅଛନ୍ତି ଆମ ଗାଁର ମୁରବୀ ଏବଂ
ବାଲିସାହି 2ର ସଭାପତି ମଙ୍ଗୁଳି ସାହୁ ମହୋଦୟ ସିଏ ମଧ୍ୟ ଆମ ପାଖରେ ଉପସ୍ଥିତ ଅଛନ୍ତି। ମାଗୁଣୀ ପ୍ରଧାନ ମହୋଦୟ ଜଣେ ଯୁବ ନେତା ଯୁବ ସମାଜସେବୀ ସିଏ ମଧ୍ୟ ଆମ ପାଖରେ ଉପସ୍ଥିତ ଅଛନ୍ତି ଏବଂ ଆମ ସାହିର ଆଶା କର୍ମୀ ଆମ ସମସ୍ତଙ୍କର ମା ବା ଖୁଡ଼ି ପୂର୍ଣ୍ଣିମା ପାତ୍ର ସିଏ ମଧ୍ୟ ଆମ ସହିତ ଉପସ୍ଥିତ ଅଛନ୍ତି ଏବଂ ଆମ ମୁରବୀ ଦୁଶାସନ ପ୍ରଧାନ ସେ ମଧ୍ୟ ଆମ ପାଖରେ ଉପସ୍ଥିତ ଅଛନ୍ତି। ସମସ୍ତଙ୍କୁ ମୁଁ ମଞ୍ଚକୁ ସ୍ୱାଗତ କରୁଛି, ଶୁଭେଚ୍ଛା କରୁଛି। ଏ ଶୀତୁଆ ସନ୍ଧ୍ୟାରେ ପିଲାମାନଙ୍କ ସହିତ ଆପଣମାନେ ଆଜି ସାମିଲ ହୋଇଛନ୍ତି ଏବଂ ତାଙ୍କ ଉତ୍ସାହ ଉଦ୍ଦୀପନାକୁ ଆହୁରି କିଛି ମାତ୍ରାରେ ବଢ଼େଇଛନ୍ତି। এই যে রঙ্গারঙ্গ কার্যক্রম আয়োজিত হয়েছি আপনার সাহায্য সহযোগ নিশ্চিত ভাবে রয়েছে এবং আগামী দিনের মধ্যে আপনার সহযোগ রহব। মু আশা করবি এই কার্যক্রমকে আপন মানে আহুরি সরস সুন্দর করা আপনার যে বক্তব্য নিশ্চিত ভাবে রখিবে। আমি कार्यक्रम को आगे नवा पूर्व गोटे दुखद कथा कहवा चाहूँगी जे आम साहिर जे विगत वर्ष मानक यात्रा मंच रे बहुत सहयोग करती जिते आम मेलन में सल्टन पल्टन बाहर सी बहुत सहयोग करती। अमूल्य सेठी तांकर अकाल देहांत होइछि। मु गोटे मिनिट चाहिए आम निरवर्थन करवा तापर बैठक कार्य आरंभ करवा। समस्त को अनुरोध करी निज निज जगह ठिया गोटे मिनिट निरवर्थन करवा। निरवर्थन शेष होला। सम्मान्य आजिर सभार मुख्य अतिथि महोदय, उपस्थित मंचासीन अतिथि महोदय एवं मझी साहिर जो मैंने आसुच्चंती सेमान गुरुजन मौसा मौसी मान महोदय, कलाकार जो मैंने आज नाटक परिवेशन करेंगे से मैंने बहु कष्ट 2 मास 3 मास धरी नाटक शिखी निजे कलेक्शन करचंती गोटे पेंडल तैयारी करचंती माने किछि लोकों मुहरे हस फुटेवाई तांकर आप्राण चेष्टा जारी रखिछंती। मो अधिक किछि कहबा नै जो माने अन्य मुहरे हस दौरान निजर निजर कर्म को छाड़ी 2 मास धरी जो नाटक परिवेशन करेंगे निश्चित भाव जो अनुष्ठान को बंची आगू नौ मु निश्चित भाव मत अतिथि भाव डाक निजक धन्य मन कर चिरऋण अच्छी मो वक्तव्य शेष कर। मंचासीन समस्त अतिथि को मोर प्रणाम। मंच तले बसी समस्त दर्शक देखा आसी यात्रा को समस्त को नमस्कार। कुनि कुनि पिला मानू स्नेह और भल पाइबा। मनुष्य जीवन में दुख सुख लगी रही ए दुखर टिके समय मिलले खुशी पाई गोटे एंटरटेनमेंट दरकार मनुष्य जीवन में। आज से ब्रह्मगिरी मझी साहि जो युवक बंधु मैंने एंटरटेनमेंट करेंगे बोली चिंता करके एडे बड़ अनुष्ठान करछंती समस्त को धन्यवाद। आ परिशेष मते एटी निमंत्रण करितबारु मोर समस्त मझी साहि ए युवक बंधु और मंचासीन समस्त अतिथि पूर्ण भाई समस्त को मु धन्यवाद दूची। मुझे कही सभा सांग करुच्ची। मु शुणुली मझी साहि नाटक अनुष्ठित हम से कौन असुविधा है मौसा कही मत मु जापारि नी किंतु एबे आसिक बहुत भल लगुच बहुत खुशी लगुच ये लोक मैंने एकजुट होती और समस्ते एकाठी बसचंती
ବିଶେଷ ଟାଇମ୍ ନେବି ନାହିଁ, ଏତିକି କହି ମୁଁ ବକ୍ତବ୍ୟ ସ୍ନାନ କରୁଛି। ଏ ଯୁବକମାନେ ଆମ କଳା ସଂସ୍କୃତିକି କେମିତି ବଞ୍ଚେଇ ରଖିବେ ସେଥିପାଇଁ ଏ ଆୟୋଜନ କରିଛନ୍ତି। ସମସ୍ତ ଯୁବକ ବନ୍ଧୁମାନଙ୍କୁ ମୋର ଅନୁରୋଧ, ସମସ୍ତେ ଏକତା ବଜାୟ ରଖି ଏମିତି ଆଗକୁ ଏଇଭଳି କାର୍ଯ୍ୟକ୍ରମ କରି ଏ ଗାଁର ନାମ ବଜାୟ ରଖନ୍ତୁ। ଆଉ ଆପଣମାନେ ଯେଉଁ ସାମ୍ନାରେ ବସିଛନ୍ତି ସବୁ ଦର୍ଶକମାନେ, ଇଏ ହେଉଛନ୍ତି ଆମର ସୌକୁନି କଳାକାର, ପେଶାଦାର କଳାକାର ନୁହନ୍ତି। ଭୁଲ ବଟିକା ଅଛି। ଆପଣମାନେ ଏ ଯେଉଁ ଯାତ୍ରା ଆମର ଆରମ୍ଭ ହେବ, ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖିବେ। ଆମରି ଭାଇମାନେ ଭୁଲ ଅଛି ଠିକ୍ ଅଛି, ସେଥିପାଇଁ ଆପଣଙ୍କୁ ମୁଁ ଅନୁରୋଧ କରୁଛି ସମସ୍ତ ଦର୍ଶକମାନେ ଯାତ୍ରାଟାକୁ ଭଲ ଭାବରେ ଦେଖିବେ। ଏତିକି କହି ମୋର ଅଭିଭାଷଣ ସାନ କରୁଛି। ଜୟ ଅଲାରନାଥ, ଜୟ ମା ପାଦୁକାଇ। ଉପସ୍ଥିତ ଥିବା ସମସ୍ତ ଆଜିର ସଭାପତି ଏବଂ ମୋର ବଡ଼ ଭାଇ, ମୋର ରାଜନୈତିକ ଗୁରୁ ପୂର୍ଣ୍ଣ ଭାଇ ଆଉ ଅନ୍ୟ ବଡ଼ ଭାଇମାନେ ଭାଇ, ମୁଁ ସମସ୍ତଙ୍କ ପରିଚୟ ଏହା ପୂର୍ବରୁ ଆପଣମାନେ ପାଇପାରୁଛନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମ ଏ ଗାଁର ଏକ ପରମ୍ପରା। ଏ ପରମ୍ପରାକୁ ବଜାୟ ରଖି ଯେଉଁ ଯୁବବନ୍ଧୁମାନେ ଆଜି ଏ ନାଟକ ପରିବେଷଣ କରୁଛନ୍ତି, ତାଙ୍କ ତରଫରୁ ମୋ ତରଫରୁ ତାଙ୍କୁ ମୁଁ ଅଶେଷ ଧନ୍ୟବାଦ ଦେଉଛି। ଆଉ ଏ ଗାଁରେ ଯେଉଁମାନେ ଜନ୍ମଗ୍ରହଣ କରିଛନ୍ତି ସେମାନେ ଆଜି ଭାଗ୍ୟବାନ। ଏଇଥିପାଇଁ ମୁଁ କହୁଛି, ସେ ପଞ୍ଚୁ ପାଣ୍ଡବ ପରିବେଶ ଭିତରେ ପବିତ୍ର ଭୂମିରେ ସେମାନେ ବସବାସ କରୁଛନ୍ତି। ତାଙ୍କ ଚତୁଃପାର୍ଶ୍ୱରେ ଅଛନ୍ତି ନକୁଳେଶ୍ୱର ମହାଦେବ ଏବଂ ବୀର ହନୁମାନ ଚତୁଃପାର୍ଶ୍ୱରେ ଘେରି ରହିଛନ୍ତି। ଅନେକ ଦୂରରେ ଉପସ୍ଥିତ ଅଛନ୍ତି। ଉତ୍ତରୋତ୍ତର କାମନା କରି ଏ ଗାଁର ମଙ୍ଗଳ କାମନା କରି ମୁଁ ଆଜି ମୋର ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ। ବହୁତ ବହୁତ ଧନ୍ୟବାଦ। ଏହାପରେ ମୁଁ ଅନୁରୋଧ କରିବି ଶଶାଙ୍କ ଭାଇଙ୍କୁ, ବାବୁ ଭାଇଙ୍କୁ ଅନୁରୋଧ କରିବି ସେ ତାଙ୍କର ବକ୍ତବ୍ୟ ରଖିବେ। ସମ୍ମାନନୀୟ ସମସ୍ତ ଅତିଥିବୃନ୍ଦ, ବ୍ରହ୍ମଗିରି ମଝି ସାହିର ତଥା ବ୍ରହ୍ମଗିରିର ସବୁ ମୁରବୀମାନେ, ମା ଭଉଣୀମାନେ, ବ୍ରହ୍ମଗିରି କଳା ସମ୍ପନ୍ନ ଗାଁ। ଏଠି କଳା, ଆମର ଏଠି ପଞ୍ଚୁ ପାଣ୍ଡବଙ୍କର ମେଳନ ହୁଏ। ହଜାର ହଜାର ଲୋକ ଏଇ ଗାଁକୁ ଆସନ୍ତି ସବୁ ଦିଅମାନଙ୍କୁ ଦର୍ଶନ କରିବା ପାଇଁକା। ବିଭିନ୍ନ ପ୍ରକାର କଳା କାରୁକାର୍ଯ୍ୟ, ମେଢ଼, ନାଗା ନାଚ, ବହୁ ପ୍ରକାର ନାଚ ତମସା କରି ଏତେ ଲୋକଙ୍କର ବ୍ରହ୍ମଗିରି ତଥା ବ୍ରହ୍ମଗିରି ବାହାରର ଲୋକମାନଙ୍କର ମନୋରଞ୍ଜନ ବି କରିପାରନ୍ତି। ଯାହା ହଉ, ମୋତେ ଏ ଜାଗାକୁ ଡାକିଥିବାରୁ ମୁଁ ନିଜକୁ ଭାରି ଧନ୍ୟ ମନେ କରୁଛି। ଆଶା କରୁଛି ଏ ଡ୍ରାମା କରୁଥିବା ମୋର ମା ଶାନ୍ତି ଦୁର୍ଗାଙ୍କ ଦୟାରୁ କିଭଳି ଭଲ ଭାବରେ ଏ ନାଟକ ଉପସ୍ଥାପନ କରନ୍ତୁ। ଏତିକି ମୁଁ ବିଦାୟ ନେଉଛି। ଜୟ ଜଗନ୍ନାଥ, ଜୟ ଅଲାରନାଥ। ଆଜି ଐତିହ୍ୟ ସଂସ୍କୃତିପୂର୍ଣ୍ଣ ଗାଁ ଯେଉଁ ମାଟିକି ନେଇ ଆମେ ବ୍ରହ୍ମଗିରିବାସୀ ଗର୍ବ କରୁ, ଯାହା ଆମର ଭାରତବର୍ଷରେ ସାରା ରାଜ୍ୟରେ ପରିଚିତ, ଯେଉଁ ଗାଁକୁ ନେଇକରି ଆମ ପରିଚୟ, ସେଇ ମାଟିରେ ଶୀତୁଆ ସନ୍ଧ୍ୟାରେ ଆଜି ମୋତେ ମୁଖ୍ୟ ଅତିଥି କରିଥିବାରୁ ମୁଁ ଏ ମଝି ସାହିର ଯୁବକମାନଙ୍କୁ, ଏ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଉଛି। ଧନ୍ୟବାଦ ଦେଉଛି ମଞ୍ଚରେ ଉପସ୍ଥିତ ଥିବା ସଭାପତି, ମଞ୍ଚରେ ଆଜିର ମୁଖ୍ୟ ଅତିଥି ଏବଂ ଅନ୍ୟାନ୍ୟ ଅତିଥିବୃନ୍ଦ। ଆଜି ସମସ୍ତ ବକ୍ତା ଗୋଟିଏ କଥାକୁ ଅନୁଭବ କରିକିରି, ଯେହେତୁ ସମସ୍ତଙ୍କର ଆଗ୍ରହ, କିଛି ସମୟ ପରେ ସେମାନେ ନାଟକକୁ ଅନୁଭବ କରିବେ। ଶୀତ ରାତିରେ ଗରମର ଅନୁଭୂତି ନେବେ ଯାତ୍ରା କଳା ମାଧ୍ୟମରେ। ତେଣୁ ମୋର ପ୍ରଥମ ବକ୍ତା ଯିଏ ଆମକୁ ପ୍ରଥମେ ସ୍ୱାଗତ ଭାଷଣ ଦେଉଥିଲେ, ସେ କହୁଥିଲେ ଏ ମାଟିର ସମସ୍ତ ଲୋକ ହେଉଛନ୍ତି ଗୋଟେ ଗୋଟେ କଳାକାର। ପ୍ରକୃତରେ ଏ ମାଟିର ସମସ୍ତେ ହେଉଛନ୍ତି କଳାକାର। ମୁଁ 80 ଦଶକରେ ଯେତେବେଳେ ଛାତ୍ର ଥିଲି, ସେତେବେଳେ ବ୍ରହ୍ମଗିରିରେ ଯେତେବେଳେ ନାଟ୍ୟ ସଙ୍ଗୀତ ଆରମ୍ଭ ହୋଇଥିଲା, ଗୀତିନାଟ୍ୟ ଆରମ୍ଭ ହେଉଥିଲା, କିନ୍ତୁ ଏଇ ଯେଉଁ ସାମାଜିକ ଗଣନାଟ୍ୟକ
ବ୍ରହ୍ମଗିରିର ପାଦୁକେଇ ଡ୍ରାମାଟିକ୍ କ୍ଲବ୍ ଏବଂ ଗଡ଼ଗଡ଼ଙ୍କର ବକ୍ସି ଜଗବନ୍ଧୁ ଡ୍ରାମାଟିକ୍ କ୍ଲବ୍। ଏ ଦୁଇଟି ଡ୍ରାମାଟିକ୍ କ୍ଲବ୍ ମଧ୍ୟରେ କମ୍ପିଟିସନ୍ ହେଉଥିଲା। ପ୍ରତିବର୍ଷ ଗୋଟେ ଯୋଡ଼େ ନାଟକ ହେଉଥିଲା, ତା ସମାଜ ପାଇଁ ଶିକ୍ଷଣୀୟ ହେଉଥିଲା। ତାକୁ ଦେଖିକିରି ବ୍ରହ୍ମଗିରିର ପୁରପଲ୍ଲୀରେ ଆମେ ନାଟକ ଚାରିଆଡ଼େ ହେଲା। ଆଜି ଅତି ରଙ୍ଗୀନ ଦୁନିଆରେ ବିଭିନ୍ନ ଅପେରା ଏବଂ ବିଭିନ୍ନ ଆଧୁନିକ ସଜସଜାରେ ଦେଖୁଥିବା ଯାତ୍ରାକୁ ଲୋକ ବି ଛାଡ଼ିକିରି ସମସ୍ତ ଗାଁରେ ଆଜି କଳାକାର ତିଆରି ହୋଇଛନ୍ତି। ଆପଣମାନେ ଜାଣିଛନ୍ତି ବ୍ରହ୍ମଗିରି ମାଟି ହେଉଛି ସାହିତ୍ୟ ସଂସ୍କୃତି ଏବଂ କଳାର ଭରପୁର ମାଟି। ଏଠି ଗୋଟିପୁଅର ନୃତ୍ୟ ଅଛି, ଏଠି ସମର କଳାର ପାଇକ ଖେଳ ଅଛି, ଏଠି ବ୍ରହ୍ମଗିରିର ସଂସ୍କୃତି ପଞ୍ଚପାଣ୍ଡବ ମେଳନ ଅଛି। ତେଣୁ ଏଠି ସାହି ଜାତ ଦେଖିଲା ବେଳେ ଅନୁଭବ ହୁଏ ସତେ ଏମିତି କଳା ଭର୍ତ୍ତି ହେଇଛି ଏ ଗାଁରେ। ତେଣୁ ଆଶା କରୁଛି ସମୟ ସାପେକ୍ଷ ଆଉ ମୁଖ୍ୟ ଅତିଥି ଅଛନ୍ତି, ଯାତ୍ରା ଅନୁଭୂତି ହେବ। ତେଣୁ ଯେଉଁ ଯୁବକମାନେ ଆଜି ଏଭଳି ଏକ କାର୍ଯ୍ୟକ୍ରମ କରିଛନ୍ତି, ଗତ ବର୍ଷ ଆସିନଥିଲି, ମୋର ଅସୁବିଧା ଥିଲା, ମୁଁ ବାହାରେ ଥିଲି। ଏ ବର୍ଷ ମନା କରିପାରିଲିନି ଆସିବା ପାଇଁ, ମୁଁ ମୋର ବ୍ୟକ୍ତିଗତ ଅସୁବିଧା ଥିଲେ ବି ଆସିବା ପାଇଁ ବାଧ୍ୟ ହୋଇଛି। ମୁଖ୍ୟ ଅତିଥିଙ୍କ ଅନୁରୋଧ ଏବଂ ଯୁବକମାନଙ୍କ ଅନୁରୋଧକୁ ରକ୍ଷା କରି ଆଜି ପହଞ୍ଚି ଆଶା କରୁଛି ଅତୀତରେ ସମସ୍ତ କାର୍ଯ୍ୟକ୍ରମରେ ମୁଁ ମୋର ରାଜନୈତିକ କ୍ଷେତ୍ରରେ ଯେତେବେଳେ ବି ଆପଣମାନଙ୍କଠୁ ସାହାଯ୍ୟ ମାଗିଛି, ସହଯୋଗ ମାଗିଛି, ଆପଣମାନେ ମୋତେ ଆକୁଣ୍ଠ ଚିତ୍ତରେ ସହଯୋଗ କରିଛନ୍ତି। ଯେଉଁଥିପାଇଁ ମୁଁ ବ୍ରହ୍ମଗିରି ଅଞ୍ଚଳର 2-2 ଥର ଜିଲ୍ଲା ପରିଷଦ ହେଇଛି। ତେଣୁ ଆପଣମାନଙ୍କ ଆଶୀର୍ବାଦକୁ ପାଥେୟ କରି ଆପଣମାନଙ୍କ ଭାଇ ଭାବରେ ଯେତେବେଳେ ବି ଯାହା ମୋତେ ସହଯୋଗ ମାଗିବେ ମୁଁ ଛିଡ଼ା ହେବି। ଏତିକି କହି ବିଦାୟ ନେଉଛି। ଜୟ ଜଗନ୍ନାଥ, ଜୟ ଅଲାରନାଥ। ଜୟ ଜଗନ୍ନାଥ। ଆଜି ମା ଶାନ୍ତି ଦୁର୍ଗା କ୍ରୀଡ଼ା ଓ ସାଂସ୍କୃତିକ ସେବା ସଂଘ ତରଫରୁ ଯେଉଁ ନାଟକ ପରିବେଷଣ କରାଯାଉଛି, ଆଜି ସଭାର ସଭାପତି ଶ୍ରଦ୍ଧେୟ ଶ୍ରୀଯୁକ୍ତ ରମାଶଙ୍କର ପାତ୍ର ଆଇନଜୀବୀ, ଏ ଗାଁର ପୁଅ, ଏ ମାଟିର ପୁଅ, ଏ ମଝି ସାହିର ପୁଅ, ଏ ମଞ୍ଚରେ ଉପସ୍ଥିତ ଅଛନ୍ତି ଆମ 28 ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ କୈଳାସ ପରିଡ଼ା ଏବଂ ଆମ ପଡ଼ୋଶୀ ଗାଁ କହିଲେ ହେବନି, 6 ଗାଁର ମୁରବୀ କହିଲେ ଅତ୍ୟୁକ୍ତି ହେବ ନାହିଁ। ସେ ମୋର ବନ୍ଧୁ ଶ୍ରୀଯୁକ୍ତ ଶଶାଙ୍କ ଶେଖର ଦାସ ବାବୁନା ଏବଂ ଆମ ଗହଣରେ ଉପସ୍ଥିତ ଅଛନ୍ତି ଯେଉଁ ଦୀପଙ୍କର କର କହୁଛନ୍ତି, ସେ ଟିଟନ ବୋଲି ଡାକନ୍ତି, ସେ ଜଣେ ଯୁବ ନେତା। ଏବଂ ଆମ ଗହଣରେ ଉପସ୍ଥିତ ଅଛନ୍ତି ଆତ୍ମା କମିଟିର ଜିଲ୍ଲାର ସଭ୍ୟ ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ପ୍ରଧାନ ଏବଂ ଆତ୍ମା କମିଟିର ଅନ୍ୟତମ ସଭ୍ୟ ତଥା ପୂର୍ବତନ ପଞ୍ଚାୟତ ସମିତି ସଭ୍ୟା ଶ୍ରୀମତୀ ମମତା ନାୟକ ଏବଂ ବ୍ରହ୍ମଗିରି 2ରୁ 22 ବାଟିର ବରିଷ୍ଠ ସଭାପତି, ଗାଁର ମୁରବୀ କହିଲେ ଅତ୍ୟୁକ୍ତି ହେବ ନାହିଁ, ଶ୍ରୀଯୁକ୍ତ ମଙ୍ଗୁଳି ସାହୁ ଏବଂ ଆମର ଭାରତୀୟ ଜନତା ପାର୍ଟିର ମଣ୍ଡଳ କେଉଁ ନମ୍ବର ଜୋନ୍, ସେଇଟା 9 ନମ୍ବର ଜୋନ୍, 10 ନମ୍ବର ଜୋନ୍ର ମଣ୍ଡଳ ସଭାପତି ଏବଂ ରାହାଡ଼ମଲ ଗ୍ରାମ ପଞ୍ଚାୟତର ପଞ୍ଚାୟତ ସମିତିର ପ୍ରତିନିଧି ତଥା ଏବଂ ଯୁବ ନେତା ଲିଟୁ ଓ ରାଜୁ ସାର୍ ଭାଉଜ ଅଛନ୍ତି ଏବଂ ମୋର ସାମ୍ନାରେ ବସିଥିବା ଯୁବକମାନେ ଏବଂ କୁନି କୁନି ଛୁଆମାନେ, ସର୍ବପ୍ରଥମେ ସମସ୍ତଙ୍କୁ ମୁଁ ଧନ୍ୟବାଦ ଦେବା ପୂର୍ବରୁ ସମସ୍ତଙ୍କ ପାଖରେ ସମସ୍ତଙ୍କୁ ନମସ୍କାର କରିବି। ଏ ସାହିର ମୁରବୀ ଯେ ଅର୍ଜୁନ ଦାଦା ଅଛନ୍ତି, ଶିବ କକେଇ ଅଛନ୍ତି, ନାରାୟଣ ଭାଇ ଅଛନ୍ତି, ସୁରତ ଭାଇ ଅଛନ୍ତି, ଆଉ ମୁରବୀମାନେ ଅଛନ୍ତି, ଯେଉଁମାନଙ୍କ ତତ୍ତ୍ୱାବଧାନରେ ଆଜି ଯୁବକମାନେ ଏ ନାଟକ ପରିବେଷଣ କରୁଛନ୍ତି। ଆମର ଅଜୟ ନାୟକ ହଉ, ଆମର ଅନ୍ୟମାନେ ଯେଉଁମାନେ ଆଜି ଯାଇକି ସେମାନେ ନାଟକ ପରିବେଷଣ କରିବା ପାଇଁ ଯେଉଁ ପ୍ରଚେଷ୍ଟା କରିଛନ୍ତି, ସେମାନଙ୍କୁ ମୋ ତରଫରୁ ଅଶେଷ ଅଶେଷ ଧନ୍ୟବାଦ। ଆଜି ଆପଣମାନେ ସମସ୍ତେ ଯାଇ ପ୍ରୋଗ୍ରାମ କରାଯାଇଥିଲା, ବିଗତ ଦିନର ପ୍ରୋଗ୍ରାମ କୌଣସି କାରଣରୁ ଘୁଞ୍ଚାଇ ଦିଆଗଲା।
मान्यवर विधायिका श्रीमती उपासना महापात्र को एथरे मध्य गेस्ट करा जाइथिला आज आसवाई से सम्मति देते गोटे विशेष कारण सठा दिन 4टा बेले मत फोन कर कहले पुण्य दादा मुझे जापारूनी क्षमा कर आपण मानक तरफ मो तरफ क्षमा मागुची। आज जो कला कथा उठुची जो मोर सान भाई कैलाश पड़ा कहले ये कला ब्रह्मगिरी सृष्टि ये जो यात्रा ये जो मंच आज ब्रह्मगिरी सृष्टि से आम छोट थिलु परीक्षित दलई स्वर्गारोहण कले ईश्वर साहू स्वर्गारोहण कले से नेतृत्व में मुझे छोट थी बा पादुकई ड्रामाटिक क्लब माध्यम नाटक परिवेषण करा आज सारा ब्रह्मगिरी अंचल को व्यापी से आम ब्रह्मगिरीवासी गर्वित होगा दरकार। आज जो नाटक परिवेषण सारा ब्रह्मगिरी अंचल होची तार मुख साक्षी रोचे ब्रह्मगिरी माटी। ब्रह्मगिरी माटी एक ऐतिह्य माटी एठी पंचु पांडवों मेलन करा जाए सारा भारत वर्ष को जगह नहीं पंचु पांडव एकत्रित हो भीम अर्जुन नकुल सहदेव मेलन करा ब्रह्मगिरी मेलन व्यतिक्रम ये हूँ गर्व एथिपाई आम गर्व करवा दरकार ए माटी रे पंचु पांडव को मेलन माटी आम जन्म नहीं से आम गर्व करवा दरकार। किंतु गोटे कथा कहवाई चाहे आग माटी अन्य कथा चिंता करी मु बाहर रही गोटे कथा चिंता करे ए ब्रह्मगिरी माटी की चुपड़ी देले ए माटी बाहर बक्सी जगबंधुर रक्त ए माटी बाहर पाइक मानकर रक्त ए माटी बाहर परंपरा कल्चराल परंपरा रक्त से समस्त को गोटे कथा कहबी ए साई मोर ये मु भाषण देवाई नुहे मु निजकू छोट मणुची मु पिला सांगरे किए दादा कहूँ किए कौन कहूँ मु आज आपण को यदि प्रतिष्ठित होउची ए मझी साईर कला संस्कृति के क्लब माध्यम उठा पाइले मु तुम सांगरे एकमत होती छिड़ा हेबी खुंड बड़ी रही जिते बड़े जहाँ साहाय्य करिवो से प्रतिश्रुति आज मु दउची। किंतु भल काम कर भल व्यवहार कर वयस्क लोक मानू सम्मान दियो गाँव सम्मान रख एति कही मोर वक्तव्य शेष करुती। जय जगन्नाथ। सांस्कृतिक सेवा संघर सभापति एवं तांकर समस्त सदस्य मानक अनुरोध करी आम साहिर जो मैंने वरिष्ठ सदस्य अच्छा पाछटी आणवे मुझे ना घोषणा करुच्ची दयापूर्वक जा पाछटी आणतु। श्रीजुक्त अर्जुन प्रधान श्रीजुक्त अर्जुन प्रधान श्रीजुक्त नारायण नायक श्रीजुक्त शिव प्रसाद षडंगी मु समस्त दर्शक मानक अनुरोध करी से करताणी दे आम स्वागत करवा सभा मंच रे। मु अतिथि मानक पूर्ण भाई एवं शशांक भाई आम जिला परिषद सदस्य एवं समस्त को अनुरोध करी से संबर्धित करेंगे। प्रथम आम संबर्धित करवा अर्जुन प्रधान महोदय जी सब बेले मुझे जे सी सदा बेले युवक था आज से युवक अच्छा 75 वर्ष बयस सी आज युवक पिला सहित सदा बेले सी कम करेंगे मेलन में सदा अहरह भाव में कम करती एवं तांको आम संबर्धित करी आज बहुत खुशी अनुभव कर अनुरोध करी नारायण नायक महोदय को संबर्धित करेंगे। सी आम साईर बहुत दिन सभापति थे एवं गाँव बहुत काम कर गाँ बहुत अवदान अच्छी। यापर मु कैलाश पैड़ा महोदय को अनुरोध करी सी आम साईर पूर्वतन सभापति श्रीजुक्त सुरथ महापात्र को संबर्धित करेंगे। से गाँव पूर्वतन सदस्य थे बहुत गाँ बहुत अवदान रही। यापर मु अनुरोध करी आमर शिव प्रसाद षडंगी जी
ଯାହାଙ୍କର ଅବଦାନରେ ଯାହାଙ୍କର ପ୍ରଚେଷ୍ଟାରେ ଆଜି ସୁନ୍ଦର କାର୍ଯ୍ୟକ୍ରମ ଆହୁତ ହୋଇପାରିଛି। ମୁଁ ଦୀପଞ୍ଜ୍ୟୋତି କରଙ୍ଗ ମହୋଦୟଙ୍କୁ ଅନୁରୋଧ କରିବି ସେ ତାଙ୍କୁ ସମ୍ବୋଧନ କରିବେ। ଆଉ ଅଜୟ ମହାପାତ୍ର ଯେ ଧାଡୁ ଭାଇ କୁହନ୍ତି ସେ ତ ସବୁବେଳେ ପିଲାଙ୍କ ସାଙ୍ଗରେ ପିଲା ବୁଢ଼ାଙ୍କ ସାଙ୍ଗରେ ବୁଢ଼ା ସବୁବେଳେ ଯେତେବେଳେ ସାହିର ଯାହା କାର୍ଯ୍ୟକ୍ରମ ହୁଏ ସିଏ ଥାଆନ୍ତି ଏବଂ ତାଙ୍କୁ ସମ୍ବର୍ଦ୍ଧିତ କରାଯାଉଛି। ଏହାପରେ ଆମେ ସମ୍ବର୍ଦ୍ଧିତ କରିବା ଆଜିର ଯିଏ ନିର୍ଦ୍ଦେଶକ ଅଛନ୍ତି ଆମର ମୁଁ ସମସ୍ତଙ୍କୁ ଅନୁରୋଧ କରିବି ନିଜର ମଞ୍ଚ ନିଜର ଆସନ ଅଳଙ୍କୃତ କରିବେ। ତାପରେ ଆମେ ଏହାପରେ ମୁଁ ଅନୁରୋଧ କରିବି ଯେ ଆମର ନିର୍ଦ୍ଦେଶକ ଅଛନ୍ତି ଅଧିକାରୀ ନାୟକ ଅଧିକାରୀ ପ୍ରଧାନ କେସ୍କେରା ଅଧିସାର ଆମେ ତାଙ୍କୁ କହୁଛୁ। ସିଏ ମୁଁ ମଧ୍ୟ ତାଙ୍କ ନିର୍ଦ୍ଦେଶନରେ କାମ କରିଛି। ଆପଣମାନେ ଦେଖିବେ ସିଏ ତାଙ୍କର ସେଟିଂଟା ଏତେ ବଢ଼ିଆ ଥାଏ ଯେ ଆପଣଙ୍କୁ ଯାତ୍ରା ନୁହେଁ ସିନେମା ଦେଖିଲା ଭଳି ଲାଗିବ। ଏବଂ ମୁଁ ବହୁତ ନିର୍ଦ୍ଦେଶକଙ୍କୁ ଦେଖିଛି କିନ୍ତୁ ଏଭଳି ଜଣେ ନିର୍ଦ୍ଦେଶକ ମାନେ ଆମ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ମଧ୍ୟ ବିରଳ। ସେ ବହୁତ ଆମ କେବଳ ନିର୍ବାଚନ ମଣ୍ଡଳୀ ନୁହେଁ ସାରା ଜିଲ୍ଲାରେ ଏବଂ ଜିଲ୍ଲା ବାହାରେ ମଧ୍ୟ ବହୁତ ତାଙ୍କର ଖ୍ୟାତି ଅଛି। ଏହାପରେ ମୁଁ ଅନୁରୋଧ କରିବି ସତ୍ୟପ୍ରିୟ ପ୍ରଧାନ ମହୋଦୟଙ୍କୁ ସେ ତାଙ୍କୁ ସମ୍ବର୍ଦ୍ଧିତ କରାଯିବ। ସେ ଜଣେ ଯୁବ ଲେଖକ ଏବଂ ସେ ଅଲାରନାଥଙ୍କର ଯେଉଁ ସୁନ୍ଦର ଗୀତ ଲେଖିଥିଲେ ଏବଂ ସେଇଟା ସାରା ଓଡ଼ିଶାରେ ଭାଇରାଲ ହେଇଛି ଆଉ ତାଙ୍କୁ ମଧ୍ୟ ଏଇଟା ସମ୍ବର୍ଦ୍ଧିତ କରାଯିବ। ଦୀପଙ୍କର କର ମହୋଦୟଙ୍କୁ ଅନୁରୋଧ କରିବି ସେ ତାଙ୍କୁ ସମ୍ବର୍ଦ୍ଧିତ କରିବେ। ଯେଉଁ ଅଭଡ଼ା ଛାଡ଼ି ବାଣ୍ଟୁଛ କ୍ଷୀରି ଯେଉଁ ଅନବରସ ସମୟରେ ଯେଉଁ ଗୀତଟି ବହୁତ ଭାଇରାଲ ହେଇଥିଲା ସାରା ଓଡ଼ିଶାରେ ମଧ୍ୟ ଚହଳ ପକାଇଛି। ଆଜି ପ୍ରତ୍ୟେକ ସମସ୍ତଙ୍କ କଣ୍ଠରେ ଏ ଭଜନଟି ମଧ୍ୟ ଅଛି ଆପଣମାନେ ଜାଣିଥିବେ। ଅନ୍ୟଟି ଆମର ଯେଉଁ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ଅନ୍ୟ ଯେଉଁ ବଡ଼ ଠାକୁର ଅଛନ୍ତି ଐଶାନେଶ୍ୱର ଦେବ ତାଙ୍କ ଉପରେ ମଧ୍ୟ ଗୋଟେ ସୁନ୍ଦର ଗୀତ ସେ ଲେଖିଛନ୍ତି। ଆଉ ସେ ଜଣେ ଯୁବ ପ୍ରତିଭା ବ୍ରହ୍ମଗିରି ଅଞ୍ଚଳର ତାଙ୍କର ଆଗାମୀ ଜୀବନ ସୁଖମୟ ହେଉ ସେ ବହୁତ ଆଗକୁ ଯାଆନ୍ତୁ ତାଙ୍କର ଓଡ଼ିଶାରେ ଆହୁରି ଖ୍ୟାତି ବଢ଼ୁ। ଏହାପରେ ମୁଁ ପରେଶ କୁମାରଙ୍କୁ ଡାକିବି ତାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ। ପରେଶ କୁମାର ଆପଣମାନେ ଛୋଟ ପିଲାଟେ କିନ୍ତୁ କେଉଁଠି ପଇସା ମିଳୁ ନ ମିଳୁ କଳାକୁ ଏତେ ସେ ଭଲ ପାଆନ୍ତି ଯେଉଁ ମଞ୍ଚରେ ତାଙ୍କୁ ଡକାଯାଏ ସେ ମଞ୍ଚରେ ପହଞ୍ଚି ଯାଆନ୍ତି। ଏତେ ସୁନ୍ଦର କଣ୍ଠ ତାଙ୍କ ପାଖରେ ପ୍ରଭୁ ଅଲାରନାଥ ଦେଇଛନ୍ତି ସବୁ ମଞ୍ଚରେ ଆମେ ତାଙ୍କୁ ଦେଖିବାକୁ ପାଉଛୁ। ତାଙ୍କୁ ଏ ଅବସରରେ ସମ୍ବର୍ଦ୍ଧିତ କରି ଆମେ ଖୁସି ବ୍ୟକ୍ତ କରୁଛୁ। ଯାହା ହଉ ଆପଣମାନେ ସମସ୍ତେ ଏତେ ସଂଖ୍ୟାରେ ଯୋଗ ଦେଇଛନ୍ତି ଏବଂ ଆମର ଯିଏ ଅତିଥିମାନେ ଥିଲେ ସମସ୍ତେ ଆଜି ଆମ ଗହଣରେ ପହଞ୍ଚିଛନ୍ତି ସହଯୋଗରେ ହାତ ବଢ଼ାଇଛନ୍ତି ଏବଂ ଆଗାମୀ ଦିନରେ ଏ ଅନୁଷ୍ଠାନକୁ ଆଗକୁ ନେବା ପାଇଁ ସେମାନେ ବଦ୍ଧପରିକର ଥିବା କହିଛନ୍ତି କହି ଆମର ମନୋବଳ ବଢ଼ାଇଛନ୍ତି। ଆଉ ଗୋଟିଏ କଥା ମୁଁ କହି ରଖିବାକୁ ଚାହେଁ ଏ ଗାଁରେ ଯେତେ ଜଣ ବି ନେତୃତ୍ୱ ନେଇଛନ୍ତି ସମସ୍ତେ କେଉଁଠି ନା କେଉଁଠି ନାଟକ ସହିତ ଜଡ଼ିତ ଅଛନ୍ତି। ସେ ପରିଦଳେଇ ହୁଅନ୍ତୁ ସେ ପୂର୍ଣ୍ଣ ନାୟକ ହୁଅନ୍ତୁ ସିଏ ଲିଟୁ ଶତପଥୀ ହୁଅନ୍ତୁ ଯେତେ ସିଏ ସ୍ୱର୍ଗତ ମୋର ବଡ଼ ଭାଇ ସତ୍ୟପ୍ରିୟ ପାତ୍ର ହୁଅନ୍ତୁ ସିଏ ଦେବରାଜ ପାତ୍ର ହୁଅନ୍ତୁ ଯେତେ ସିଏ ଆଦ୍ରତାଣ ପ୍ରଧାନ ହୁଅନ୍ତୁ ସିଏ ନିରଞ୍ଜନ ନାୟକ ହୁଅନ୍ତୁ ଯିଏ ସେ ଭଗବାନ ନାୟକ ବି ହୁଅନ୍ତୁ ଯେତେ ଜଣ ନାଁ ମୁଁ କହିଲି ଇଏ ସବୁ ଯାତ୍ରା ମୁଁ ମଧ୍ୟ ସ୍ୱୟଂ ରମାଶଙ୍କର ପାତ୍ର ଯେତେ ଜଣ ଗାଁର ଯାତ୍ରା କମିଟିର ସଭାପତି ଦାୟିତ୍ୱ ତୁଲେଇଛନ୍ତି ସିଏ କେଉଁଠି ନା କେଉଁଠି ଗାଁର ସହିତ ଜଡ଼ିତ ଅଛନ୍ତି ଗାଁ ମାଟି ସହିତ ଜଡ଼ିତ ଅଛନ୍ତି ଏବଂ ଗାଁ ମାଟିକି ଭଲ ପାଉଛନ୍ତି ସବୁବେଳେ ନେତୃତ୍ୱ ନେଇଛନ୍ତି।